मुख्यमंत्री मोहन माझीଙ୍କ ବଡ଼ ନିଷ୍ପତ୍ତି ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିଛନ୍ତି। 2023-24 ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହାଦ୍ୱାରା ରାଜ୍ୟର 13,000ରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି। ଏହି ଶିକ୍ଷକମାନେ ସେମାନଙ୍କର ଚାକିରିରେ ଯୋଗଦାନ ସମୟଠାରୁ ନିୟମିତ ହୋଇଛନ୍ତି। ତେବେ ସେମାନେ ଚାକିରିରେ ଯୋଗଦାନ ସମୟଠାରୁ 2025 ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବେନିଫିଟ୍ ପାଇବେ। 2026 ଜାନୁଆରୀ 1 ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ। ସୂଚନାଯୋଗ୍ୟ ଯେ ଏହି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ଏବେ ଏହି ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଶିକ୍ଷକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ପରବର୍ତ୍ତୀ ଖବର, ଆସ ସ୍କୁଲ ଯିବା ଅଭିଯାନ ପିଲାଙ୍କ ଘରକୁ ଯିବ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର। ଆସନ୍ତା ଶିକ୍ଷାବର୍ଷ 2026-27 ପାଇଁ ଆସନ୍ତା ଏପ୍ରିଲ 2 ତାରିଖରୁ 5 ତାରିଖ ମଧ୍ୟରେ ଖଡ଼ିଛୁଆ ଉତ୍ସବ ପାଳନ କରାଯିବ। ଏଥିସହିତ ପ୍ରବେଶ ଉତ୍ସବ କରାଯିବ। 5ରୁ 6 ମଧ୍ୟରେ ପିଲାଙ୍କୁ ଶିଶୁ ବାଟିକାରେ ନାମ ଲେଖାହେବ। ଏଥିସହିତ 6 ବର୍ଷର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏକ ନିମନ୍ତ୍ରଣ ପତ୍ର ପିଲାଙ୍କ ଘରକୁ ପଠାଯିବ। ଏହି ନିମନ୍ତ୍ରଣ ପତ୍ରକୁ ଶିକ୍ଷକମାନେ ବଣ୍ଟନ କରିବେ। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, କଲେଜରେ ଆରମ୍ଭ ହେବ AI ଫର୍ ଅଲ୍ ପାଠ୍ୟକ୍ରମ। AI ଶିକ୍ଷାକୁ ମିଳିବ ଉଡ଼ାଣ। କଲେଜରେ ଆରମ୍ଭ ହେବ AI ଶିକ୍ଷା। ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ AI ଫର୍ ଅଲ୍ ପାଠ୍ୟକ୍ରମ। ରମାଦେବୀ ବିଶ୍ୱବିଦ୍ୟାଳୟରେ AI ଆଣ୍ଡ ରୋବୋଟିକ୍ସ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଖୋଲାଯାଇଛି। ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ସମ୍ବଲପୁରରେ କଳା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟାରରେ AI ପାଠ୍ୟକ୍ରମ ପଢ଼ାଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧାନସଭାରେ ଏନେଇ ଲିଖିତ ଉତ୍ତର ଦେଇଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ମରୁଡ଼ି ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ 17ଟି ବିଶ୍ୱବିଦ୍ୟାଳୟରେ 709 ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। 461 ଆସୋସିଏଟ୍ ଓ 264 ପ୍ରଫେସର ପଦ ପୂରଣ ହୋଇନି। ଅଣଶିକ୍ଷକ ନିଯୁକ୍ତ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। 2325 ଅଣଶିକ୍ଷକ ପଦ ପୂରଣ କରିବା ବାକି ରହିଛି। ପରବର୍ତ୍ତୀ ଖବର, ବଡ଼ ମେଡିକାଲକୁ ନେଇ ଅରୁଣଙ୍କ ବିସ୍ଫୋରକ ବୟାନ। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ତାତି ଥମୁନି। ଏ ପ୍ରସଙ୍ଗ ନେଇ 4 ଦିନ ହେବ ବିଧାନସଭାରେ ହଙ୍ଗାମା ଜାରି ରଖିଛନ୍ତି ବିରୋଧୀ ଦଳ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ। କିନ୍ତୁ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଫଳରେ ଚାଲିପାରୁନି ବିଧାନସଭା। ଏହାରି ଭିତରେ ଏସ୍ସିବି ବଡ଼ ମେଡିକାଲକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଭାରପ୍ରାପ୍ତ ଅଧିକାରୀ ଗୌତମ ଶତପଥୀ ଓ ଅତିରିକ୍ତ ଅଧୀକ୍ଷକ ପ୍ରଫେସର ଜ୍ୟୋତିର୍ମୟ ନାୟକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଅଧୀକ୍ଷକ ଓ ଅତିରିକ୍ତ ଅଧୀକ୍ଷକଙ୍କ ଯୋଗ୍ୟତା ନଥାଇ କିପରି ନିଯୁକ୍ତି ପାଇଲେ, ଏ ଅସଙ୍ଗତି କାହିଁକି? ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଅରୁଣ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମେଡିକାଲ ଜାତୀୟ କମିଶନଙ୍କ ଗାଇଡଲାଇନ ଅନୁଯାୟୀ କୌଣସି ସ୍ଥାନରେ ଭାରପ୍ରାପ୍ତ ଅଧୀକ୍ଷକ ରହିପାରିବେ ନାହିଁ। ଯେ ଅଧୀକ୍ଷକ ହେବେ ତାଙ୍କର 5 ବର୍ଷର ପ୍ରଫେସର ଭାବେ ଅଭିଜ୍ଞତା ଥିବ। କିନ୍ତୁ ବର୍ତ୍ତମାନ ଯିଏ ଭାରପ୍ରାପ୍ତ ଅଧୀକ୍ଷକ ଅଛନ୍ତି ଗୌତମ ଶତପଥୀ, ସେ ଅତୀତରେ ନବୀନ ସରକାରରେ ବ୍ୟକ୍ତିଗତ ଅଭ୍ୟାସ ପାଇଁ ନିଲମ୍ବିତ ହୋଇଥିଲେ। ତାଙ୍କର କୌଣସି ପ୍ରକାର ଅଭିଜ୍ଞତା ନାହିଁ। ମାତ୍ର 1.5 ବର୍ଷର ପ୍ରଫେସର ଅଭିଜ୍ଞତା ଅଛି। ତାଙ୍କୁ କେମିତି ସୁପରିଟେଣ୍ଡେଣ୍ଟ ପଦବୀ ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ। ପରବର୍ତ୍ତୀ ଖବର, ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସମୀକ୍ଷା ବୈଠକ। ତିଆରି ହେବ ମଡେଲ କୁଲିଂ ସେଲ୍ଟର। ଗ୍ରୀଷ୍ମ ପ୍ରବାହରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମଡେଲ କୁଲିଂ ସେଲ୍ଟର ବ୍ୟବସ୍ଥା ହେବ। ସ୍କୁଲ ଛାତ୍ରଛାତ୍ରୀ, ଶିଶୁ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ରହିବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟ ଦିନ 11ଟାରୁ 3ଟା ପର୍ଯ୍ୟନ୍ତ କୌଣସି ନିର୍ମାଣ କାମ ହେବନି। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ଗ୍ରୀଷ୍ମ ପ୍ରବାହ ବେଳେ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ଆମର ପ୍ରାଥମିକତା ବୋଲି ସେ କହିଥିଲେ। ଖରାଦିନରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପିଇବା ପାଣି ଯୋଗାଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଖବର, ବିଜେଡିର କାରଣ ଦର୍ଶାଅ ନୋଟିସ୍ ଜବାବ ରଖିଲେ 6 ବିଧାୟକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ବିଜେଡି। ଦଳର 6 ଜଣ ବିଧାୟକଙ୍କୁ ନୋଟିସ୍ ହୋଇଥିବା ବେଳେ ଉତ୍ତର ରଖିଛନ୍ତି। କହିଛନ୍ତି କି ଏଭଳି ନୋଟିସ୍ ଆଇନ ଅନୁଯାୟୀ ଅସିଦ୍ଧ। ସୁପ୍ରିମକୋର୍ଟ ଏବଂ ଇସିଆଇର ଉଲ୍ଲଂଘନ ମଧ୍ୟ କରୁଥିବା ଜବାବରେ କହିଛନ୍ତି। ତେବେ ଏଭଳି ନୋଟିସ୍ରୁ ଦଳ କ୍ଷାନ୍ତ ରହୁ ବୋଲି ମଧ୍ୟ ଅନୁରୋଧ କରିଛନ୍ତି। ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଂଘନ କରିନାହୁଁ। ଆମେ ଦଳର ନିର୍ଦ୍ଦେଶରେ 15 ତାରିଖରେ ହୋଇଥିବା ଦଳୀୟ ବୈଠକ ନିଷ୍ପତ୍ତି ଉଲ୍ଲଂଘନ କରିଥିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। କାରଣ ଦର୍ଶାଅ ନୋଟିସ୍ରେ ଏପରି କିଛି ଉଲ୍ଲେଖ ନାହିଁ। ଆମେ କେବେ ବି ଦଳର ନିଷ୍ପତ୍ତି କି ନିର୍ଦ୍ଦେଶ ଉଲ୍ଲଂଘନ କରିନାହୁଁ। ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ମତଦାନ କରିବା ପାଇଁ ଜଣେ ଭୋଟରକୁ ସମ୍ବିଧାନର 10ମ ସୂଚୀ ମୁତାବକ ଦଣ୍ଡ ବ୍ୟବସ୍ଥାର ଲାଗୁ ହୁଏ ନାହିଁ। ପରବର୍ତ୍ତୀ ଖବର,
शेष है रत्नभंडार गुरुत्वपूर्ण बैठक 25 रे हेबो अलंकार गणति मणति। आसंता 25 तारिख बुधवार रत्नभंडार अलंकार गणति मणति पूर्व गुरुत्वपूर्ण बैठक शेष होइछि। महेंद्र बेला मार्च 25 चैत्र शुक्ल सप्तमी तिथि 12:09 रु 1:45 मध्य हेबो रत्नभंडार अलंकार गणति मणति। वीडियोग्राफी फोटोग्राफी 3D मैपिंग हेबो। प्रथमे चलंती रत्नभंडार गणति मणति हेबो। 1978 मसीहार गणति मणति पूर्णांग तालिका रही। तालिका अनुसार मेलक हेबो। स्वर्ण अलंकार हलदिया रंगर वेलवेट कनारे गुड़ा जाई टीण बाक्स और परे ताकु सिंधु करे रखाजिबो। रौप्य अलंकार धला बा सिल्वर रंग और अन्यान्य अलंकार लाल रंग वेलवेट कनारे गुड़ा जाई रखाजिबो। केवल मेलक गणति कराजिबो, कौनसी मूल्यांकन हेबो नाही। परवर्ती खबर निशामुक्त हेबो ओडिशा। एप्रिल 1 रु अभियान आरंभ। राज्य को निशामुक्त करने अंटा भिड़ी पुलिस प्रशासन। राज्य में अपराध वृद्धि दुर्घटना और युवपीढ़ी पथभ्रष्ट पछर प्रमुख कारण होछि निशा। आसंता मासरू आरंभ होछि स्वतंत्र निशामुक्त अभियान। लक्ष्य रखाଯାଇଛି आगामी 3 वर्ष भितर संपूर्ण राज्यर निशाद्रव्यर मूलोत्पाटन। माओमुक्त परे परे ओडिशा को निशामुक्त करने को पण करिछि पुलिस प्रशासन। निशा माफिया को जेउठी देखुछ तांकु बंधाजिबो। राज्यर समस्त एसपी और एसटीएफ को नहीं एने निर्देश दैछन्ति पुलिस डीजी। एप्रिल 1 राज्य आरंभ हो स्वतंत्र अभियान। आसंता 3 वर्ष भितर निशा बा गंजेईर मूलपोछ लक्ष्य रही। 3 मास भितर समस्त निशाद्रव्य नष्ट करने को योजना करा जायछि। परवर्ती खबर राज्यर 19,883 स्कूल नहीं डेस्क और बेंच कहले गणशिक्षा मंत्री। शिक्षा विभाग विकल चित्र। राज्य में 19,883 स्कूल नहीं डेस्क और बेंच। एने गृह में विद्यालय और गणशिक्षा मंत्री नित्यानंद गंडा उत्तर रखिंट। डेस्क और बेंच नथिबारु तले बसी पाठ पढ़ुछंती छात्र छात्री। डेस्क और बेंच जोगाइबाकु पदक्षेप निया जाउछि कहिसेंती मंत्री। परवर्ती खबर छात्र संसद निर्वाचन करने को सरकार सकारात्मक अछंती। एने गृह को अवगत कले उच्चशिक्षा मंत्री सूरज सूर्यवंशी। ए दिगरे विचार विमर्श चली कहले उच्चशिक्षा मंत्री। निर्वाचन बंद होइनी, निर्वाचन करने को सरकार सकारात्मक अछंती। परवर्ती खबर प्रेमानंद महाराज जी को भेटिले राष्ट्रपति द्रौपदी मुर्मू। काली मथुरा गस्तरे जाइतिले भारतर राष्ट्रपति द्रौपदी मुर्मू। से रहिबा समय वृंदावन स्थित श्रीहित राधा केळीकुंज आश्रम में पहुंची। से सेठारे पहुंची संत प्रेमानंद जी महाराज को भेटी तांको आशीर्वाद प्राप्त करिसेंते। आश्रम में राष्ट्रपति पहुंचवा परे प्रेमानंद महाराज को शिष्य माने तांको भव्य स्वागत करिथिबा जणा पड़िछि। एथिसहित से एकांतरे बसी प्रेमानंद महाराज को सहित मध्य वार्तालाप करिसेंते। सूचना अनुसार दुई जण बसी एकांतरे आध्यात्मिकता सेवा एवं जनकल्याण संपर्क में आलोचना करथिले। राष्ट्रपति प्रेमानंद महाराज को सरल जीवन यापन एवं तांकर आध्यात्मिक उपदेश प्रति सम्मान प्रकाश करथिले। परवर्ती खबर 25 शिल्पानुष्ठान को कारण दर्शाओ नोटिस जारी। शिल्पानुष्ठान उपरे राज्य सरकार नहीं कड़ा एक्शन। 25 शिल्पानुष्ठान को कारण दर्शाओ नोटिस जारी करिसेंते सरकार। जमी नहीं शिल्प करुनथिबारु राज्य सरकार एपरि निष्पत्ति नहीं। 7टी शिल्पानुष्ठान जमी आवंटन रद्द। 5टी मामला कोर्टे विचाराधीन रहिथिबा बेले बंद थिबा 914 संस्थारू इडको नियम अनुसार 665 संस्था को कारण दर्शाओ नोटिस जारी करा जायछि। सेथिमध्यरु 267टी शिल्प संस्थार जमी आवंटन रद्द करा जायछि। आवंटन रद्द मध्यरु 81टी शिल्प संस्था विरोध में ईओ मामला रही। शुक्रवार विधानसभा शिल्प मंत्री संपत स्वाई विधायक चक्रमणि कहनक प्रश्नर उत्तर में कहिसेंति। परवर्ती खबर गणशिक्षा मंत्री बड़ बयान। मैट्रिक परीक्षा देलेनी 9,930 छात्र छात्री। विद्यालय और गणशिक्षा मंत्री नित्यानंद गंड शुक्रवार गृह में एक बड़ बयान रखिंट। चलित वर्ष मैट्रिक परीक्षा 9,930 जन छात्र छात्री अनुपस्थित रहितबा नै मंत्री गृह में तथ्य रखिंट। चलित वर्ष 5,46,876 छात्र छात्री मैट्रिक परीक्षा देवाई फॉर्म फिलअप करते। सेमानक मध्यरु 5,36,946 छात्र छात्री परीक्षा देइछन्ते। हेले कौनसी कारणरू 9,930 जन छात्र छात्री परीक्षा अनुपस्थित रहिथिले। ए अनुपस्थित हार 1.81%। परवर्ती खबर युद्ध भितर भारत में प्रथम थर बढ़िला पेट्रोल रेट। हिंदुस्तान पेट्रोलियम कॉर्पोरेशन लिमिटेड यार प्रीमियम पेट्रोल मूल्य प्रति लिटर 2 टंका वृद्धि करिछि। नूतन दर शुक्रवार ठारू कार्यकारी होइछि। एही पदक्षेप एपरि समय आसिछि जेतेबेले मध्यप्राच्य में चलिथिबा भू राजनीतिक उत्तेजना विश्व इंधन बाजार को प्रभावित करुछि। तथापि एचपीसीएल नियम पेट्रोल रो मूल्य रे कौनसी परिवर्तन होई नाही। परवर्ती खबर रूसिया रे डिजिटल स्ट्राइक। ड्रोन माड़ भयर इंटरनेट सेवा बंद। वर्तमान सारा विश्व एक अस्थिर परिस्थिति दे गति करुछि। गोटे पटे रूसिया यूक्रेन युद्ध जारी रहितबा बेले अन्यपटे ईरान इज्राएल और अमेरिका मध्य संघर्ष एक नुआ मोड़ नहीं। यह युद्धकालीन स्थिति मध्य रूसिया सरकार देशर किछि प्रमुख अंचल में मोबाइल इंटरनेट को बंद करिछि। एथिसहित लोकप्रिय मेसेजिंग आप
ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଉପରେ ମଧ୍ୟ କଟକଣା ଲଗାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ମସ୍କୋ ସମେତ ଅନେକ ବଡ଼ ସହରରେ ମୋବାଇଲ ଇଣ୍ଟରନେଟ୍ ଜାମ୍ କରିଦିଆଯାଇଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଗମ୍ଭୀର ଭାବରେ ପଡ଼ିଛି। ଇଣ୍ଟରନେଟ୍ ନଥିବାରୁ ଅଫିସରେ କାମ କରୁଥିବା କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନଲାଇନ୍ ନାଭିଗେସନ୍ କାମ କରୁନଥିବାରୁ ଟ୍ୟାକ୍ସି ଚାଳକମାନେ ରାସ୍ତା ଖୋଜିବାରେ ସଂଘର୍ଷ କରୁଛନ୍ତି। ଇଣ୍ଟରନେଟ୍ ବ୍ୟାନ୍ ଏବଂ ମେସେଜିଂ ଆପ୍ ଉପରେ କଟକଣା ସମ୍ପର୍କରେ କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସ୍କୋଭ୍ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଶତ୍ରୁ ପକ୍ଷର ଡ୍ରୋନ୍ଗୁଡ଼ିକ ନାଭିଗେସନ୍ ପାଇଁ ସେଲ୍ୟୁଲାର ନେଟୱାର୍କର ସାହାଯ୍ୟ ନେଇଥାନ୍ତି। ସୁରକ୍ଷା ଦୃଷ୍ଟିରୁ ଏହି ନେଟୱାର୍କକୁ ଜାମ୍ କରାଯାଇଛି, ଯେପରି ଡ୍ରୋନ୍ ଆକ୍ରମଣକୁ ରୋକାଯାଇପାରିବ। ପରବର୍ତ୍ତୀ ଖବର। ଆଇପିଏଲ୍ ପୂର୍ବରୁ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍ 300 ଅଧିକ ବେଆଇନ ବେଟିଂ ସାଇଟ୍ ଉପରେ ଲାଗିଲା କଟକଣା। ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମୟରେ ବେଆଇନ କାରବାରକୁ ରୋକିବା ପାଇଁ ସରକାର 300ରୁ ଅଧିକ ୱେବସାଇଟ୍ ଏବଂ ଆପ୍ଲିକେସନକୁ ବ୍ଲକ୍ କରିଦେଇଛନ୍ତି। ସୂଚନା ଅନୁଯାୟୀ ବ୍ଲକ୍ କରାଯାଇଥିବା ସାଇଟ୍ଗୁଡ଼ିକ ମଧ୍ୟରେ ଅନଲାଇନ୍ ସ୍ପୋର୍ଟସ୍ ବେଟିଂ ପ୍ଲାଟଫର୍ମ, ଅନଲାଇନ୍ କ୍ୟାସିନୋ, ରୁଲେଟ୍ ଏବଂ ଲାଇଭ୍ ଡିଲର ଟେବୁଲ ଭଳି ସୁବିଧା ଦେଉଥିବା ଆପ୍ ସାମିଲ ଅଛି। ଏହା ବ୍ୟତୀତ P2P ବେଟିଂ ମାର୍କେଟ ପ୍ଲେସ୍ ଭାବେ କାମ କରୁଥିବା ସାଇଟ୍ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ସଦ୍ୟତମ କାର୍ଯ୍ୟାନୁଷ୍ଠାନରେ 300 ସାଇଟ୍ ବନ୍ଦ ହୋଇଛି। ସରକାର ଏପର୍ଯ୍ୟନ୍ତ ପ୍ରାୟ 8,400 ବେଆଇନ ୱେବସାଇଟ୍କୁ ବ୍ଲକ୍ କରିସାରିଲେଣି। ଏଥିମଧ୍ୟରୁ ପ୍ରାୟ 4,900 ସାଇଟ୍ କେବଳ ଅନଲାଇନ୍ ଗେମିଂ ଆକ୍ଟ ପାରିତ ହେବା ପରେ ବନ୍ଦ କରାଯାଇଛି। ପରବର୍ତ୍ତୀ ଖବର। ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ନେତା ଆଲୋକକୁ ମିଳିଲା ବଡ଼ ଦାୟିତ୍ୱ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି। ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ ନେତା ଭାବରେ ପ୍ରତିପାଦିତ ହୋଇଥିବା ଆଲୋକକୁ ଦଳ ତରଫରୁ ପୂର୍ବରୁ ଦିଆଯାଇଥିବା ବହୁ ଗୁରୁଦାୟିତ୍ୱ ତୁଲାଇଥିବା ବେଳେ ପୁଣି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଆଲୋକକୁ ରାଜ୍ୟ ଏସ୍ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଗତ 1994ରୁ ଆର୍ଏସ୍ଏସ୍ରେ ସଦସ୍ୟତା ଗ୍ରହଣ କରିଥିବା ଆଲୋକ ଗତ 2012ରୁ 2016 ପର୍ଯ୍ୟନ୍ତ ଜିଲ୍ଲା ଭାଜପା ସମ୍ପାଦକ, ଗତ 2016ରୁ 2018 ପର୍ଯ୍ୟନ୍ତ ଜିଲ୍ଲା ଏସ୍ସି ମୋର୍ଚ୍ଚା ସଭାପତି ଦାୟିତ୍ୱ ତୁଲାଇଥିଲେ। ଗତ 2020ରୁ ଅଦ୍ୟାବଧି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ଏଥିସହିତ ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସହ ପ୍ରତିଦ୍ୱନ୍ଦ୍ୱିତା କରି ଭୋଟ ହାର ବଢ଼ାଇବାରେ ସକ୍ଷମ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ଖବର। ବଢ଼ିଲା ଯୁଦ୍ଧ ଭୟ, ଆମେରିକାକୁ ଆଖି ଦେଖାଇଲା ଶ୍ରୀଲଙ୍କା। ଇରାନ ବର୍ତ୍ତମାନ ମୁସଲିମ ବିଶ୍ୱରେ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଶ୍ରୀଲଙ୍କାରୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ସଂସଦକୁ ସୂଚନା ଦେଇଛନ୍ତି ଯେ ତାଙ୍କ ପ୍ରଶାସନ 2ଟି ଆମେରିକୀୟ ଲଢୁଆ ବିମାନକୁ ତାଙ୍କ ଅଞ୍ଚଳରେ ଅବତରଣ କରିବାକୁ ଅନୁମତି ମନା କରିଛି। ଆମେରିକା ବାରମ୍ବାର ଏହି ଅନୁମତି ପାଇଁ ଅନୁରୋଧ କରିଥିଲା, କିନ୍ତୁ ଶ୍ରୀଲଙ୍କା ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଯଦି ଏହି 2ଟି ଲଢୁଆ ବିମାନ ଶ୍ରୀଲଙ୍କାରେ ଏକ ଘାଟି ସୁରକ୍ଷିତ କରିଥାନ୍ତା, ତେବେ ଏହା ଇରାନ ବିରୁଦ୍ଧରେ ଏକ ବଡ଼ ଆମେରିକୀୟ ସାମରିକ ଆକ୍ରମଣ ପାଇଁ ପଥ ପ୍ରଶସ୍ତ କରିପାରନ୍ତା। ସଂସଦରେ ଭାଷଣ ଦେଇ ଦିସାନାୟକେ କହିଥିଲେ, ଆମେ ଯୁଦ୍ଧର ସମର୍ଥକ ନୁହନ୍ତି କିମ୍ବା ଆମେ ଶ୍ରୀଲଙ୍କାକୁ ଏହି ସଂଘର୍ଷରେ ଟାଣି ହେବାକୁ ଦେବୁ ନାହିଁ। ଆମ ପାଇଁ ଆମେରିକା ଏବଂ ଇରାନ ଉଭୟ ସମାନ। ଯଦି ଆମେ ଏହି ଯୁଦ୍ଧରେ ଇରାନକୁ କୌଣସି ସହାୟତା ପ୍ରଦାନ କରୁନାହୁଁ, ତେବେ ଆମେ କାହିଁକି ଆମେରିକାକୁ ସହାୟତା କରିବୁ? ପରବର୍ତ୍ତୀ ଖବର। ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା ଡିଜିସିଏ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ 9ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ ପରେ ବୃଦ୍ଧି ପାଇଥିବା ବିପଦକୁ ଦୃଷ୍ଟିରେ ରଖି ହଠାତ୍ ଏପରି ଯୋଜନା ପ୍ରସ୍ତୁତ କରିଛି ଡିଜିସିଏ। ବାହାରିନ୍, ଇରାନ, ଇରାକ, ଇସ୍ରାଏଲ, ଜୋର୍ଡାନ, କୁଏତ, ଲେବାନନ, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଆକାଶମାର୍ଗକୁ ଏଡ଼ାଇବା ପାଇଁ ଡିଜିସିଏ ବିଭିନ୍ନ ବିମାନ କମ୍ପାନୀକୁ କହିଛି। ଆସନ୍ତା 28 ତାରିଖ ଯାଏଁ ଯାତ୍ରା ନ କରିବାକୁ ଡିଜିସିଏ ପରାମର୍ଶ ଦେଇଛି। ତେବେ ସାଉଦି ଆରବ ଏବଂ ଓମାନ ପାଇଁ ଡିଜିସିଏ ସର୍ତ୍ତମୂଳକ ଅନୁମତି ଦେଇଛି। ପରବର୍ତ୍ତୀ ଖବର। ତେଲ ଗ୍ୟାସ୍ ପରେ ଏବେ ବନ୍ଦ ହୋଇଯିବ ଇଣ୍ଟରନେଟ୍ ସେବା। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଆଉ କେବଳ ତେଲ ଏବଂ ଗ୍ୟାସ୍ ପର୍ଯ୍ୟନ୍ତ ସୀମିତ ନୁହେଁ। ଇରାନ ହର୍ମୁଜ ସିଷ୍ଟମ ଦେଇ ଯାଉଥିବା ଶକ୍ତି ଯୋଗାଣକୁ ବାଧା ଦେଇଛି, ଯାହା ପୂର୍ବରୁ ଏକ ବିଶ୍ୱ ସଙ୍କଟ ସୃଷ୍ଟି କରିଛି। ବର୍ତ୍ତମାନ ଏହି ସମାନ ରାସ୍ତା ଦେଇ ଯାଉଥିବା ସମୁଦ୍ର ତଳ ଇଣ୍ଟରନେଟ୍ କେବୁଲ ପାଇଁ ବିପଦ ତୀବ୍ର ହୋଇଛି। ଯଦି ଏହି କେବୁଲ କ୍ଷତିଗ୍ରସ୍ତ ହୁଏ, ତେବେ ଏହା କେବଳ ଇଣ୍ଟରନେଟ୍ ପ୍ରବେଶ ନୁହେଁ, ବରଂ ବ୍ୟାଙ୍କିଂ, ଡିଜିଟାଲ ପେମେଣ୍ଟ, ଅନଲାଇନ୍ ବ୍ୟବସାୟିକ କାର୍ଯ୍ୟ ଏବଂ ଏଆଇ ସେବାଗୁଡ଼ିକୁ ମଧ୍ୟ ବାଧାପ୍ରାପ୍ତ କରିପାରେ। ଏହାର ପ୍ରଭାବ ଭାରତ ସମେତ ସମଗ୍ର ବିଶ୍ୱରେ ଅନୁଭୂତ ହେବ। ପରବର୍ତ୍ତୀ ଖବର। ବକଖାଲି ଦାନ୍ତନରୁ 2ଟି ବିଶାଳ ଡ୍ରୋନ୍ ଜବତ। ପଶ୍ଚିମବଙ୍ଗର 2ଟି ପୃଥକ ସ୍ଥାନରେ ଡ୍ରୋନ୍ ଜବତ କରାଯାଇଛି। ଏହି 2ଟି ବିମାନ ଆକୃତିର ଡ୍ରୋନ୍ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଦକ୍ଷିଣ 24 ପ୍ରଗଣାର ବକଖାଲିର ଫ୍ରେଜରଗଞ୍ଜ ବେଳାଭୂମିରେ ଗୋଟିଏ ଡ୍ରୋନ୍ ମିଳିଥିଲା। ଅନ୍ୟଟି ପଶ୍ଚିମ ମେଦିନପୁରର ଏକ ଧାନ କ୍ଷେତରୁ ଜବତ କରାଯାଇଥିଲା। ଏହି 2ଟି ଡ୍ରୋନ୍ କେଉଁଠାରୁ ଆସିଥିଲା ସେ ବିଷୟରେ ପୋଲିସ ତଦନ୍ତ କରୁଛି। ପରବର୍ତ୍ତୀ ଖବର।
एलपीजी संकट को नहीं बड़ कथा कहले सरकार। एक आंत मंत्रणालय सांबादिक सम्मेलन में पेट्रोलियम मंत्रणालय जुग्म सचिव कहते जे देशर समस्त रिफाइनारी पूर्ण क्षमतार कार्य करुछि। से उल्लेख करछन्ति जे घरोई एलपीजी पर्याप्त स्टॉक उपलब्ध अछि एवं मंत्रणालय जोंठारे संभव प्राकृतिक गैस को स्थानांतर करने को ग्राहक मानक निरंतर निवेदन करुछि। ए विषय राज्य सरकार को मध्य चिठी पठा जायछि। एही दिगरे पदक्षेप नेउथिबा राज्यगुड़िक एलपीजी अतिरिक्त 10% जोगाण निश्चित करा जायछि। परवर्ती खबर बड़ निष्पत्ति नेला रेल विभाग कार्य अवहेला 6 अधिकारी बहिष्कार। प्रशासनिक कठोरता प्रदर्शन करी भारतीय रेलवे 6 जन वरिष्ठ अधिकारी को बाध्यतामूलक भाव में अवसर देछि। जेउमाने सेमानक कर्तव्य समय संतोषजनक कार्यदक्षता बजाय रखिपारि नथिले। रेलवे प्रशासन द्वारा यह कार्यानुष्ठान भारतीय रेलवे प्रतिष्ठान संहितार नियम 1802A अनुजाई निया जायछि, जहाँ जनस्वार्थ दृष्टि अधिकारी मानकु समय पूर्व सेवारु बहिष्कार करिवार क्षमता प्रदान करे। परवर्ती खबर महंगा है ऑनलाइन खाद्य। जोमाटो बढ़ाइला डेलीवरी रेट। सेपटे चली युद्ध एपटे बढ़ुछि दरदाम। एलपीजी दर तो जहाँ बढ़िला तासह प्रीमियम पेट्रोल दर भी बढ़ीगला आउ बढ़िला ऑनलाइन खाइबा दर। जोमाटो निजर प्रति ऑर्डर पिछा बढ़ाई 2 टंका 40 पैसा। फल ग्राहकों उपरे पड़ो अतिरिक्त बोझ। मिडिल ईस्ट्रे बढ़ुवा उत्तेजनार प्रभाव एवं भारत उपरे पड़ुछि। तेल कंपानी गुड़िक देश में बिक्री होता प्रीमियम पेट्रोल मूल्य लिटर पिछा 2 टंका वृद्धि करथिबा बेले ऑनलाइन खाद्य डेलीवरी मध्य महंगा हो जाउछि। जोमाटोर प्लाटफर्म फीस प्रति ऑर्डर 12 टंका 50 पैसा वृद्धि पाई 14 टंका 90 पैसा होइछि। शेष वृद्धि सेप्टेम्बर 2025 रे होइतिला। एही समय प्रतिद्वंदी स्विगी पूर्वरु प्रति ऑर्डर पाई 14 टंका 69 पैसा आदाय करुछि, जेउथिरे टैक्स भी शामिल रहिछि। परवर्ती खबर पुरी स्वर्गद्वार रास्तार बुलिला बुलडोजर। पुरी स्वर्गद्वार रास्तार बुलिला बुलडोजर। बालीसाही स्वर्गद्वार छक जाए रास्ता जबरदखल करी उठा दोकानी माने व्यवसाय करुथिबा बेले सेमानक दोकान उपरे बुलिछि बुलडोजर। पुरी पौर संस्था अधिकारी और पुलिस उपस्थिति रे बुलडोजर लगा जाई उच्छेद करा जायछि, जहा फल शताधिक दोकानी एवं व्यवसाय को नहीं चिंतार पड़िछन्ति। श्रीमंदिर निकट काकुड़ीखाई छक ठारू स्वर्गद्वार छक जाए रास्ता उपरे जबरदखल करी दोकानी माने व्यवसाय करुथिबा जोगु यातायात रे बहु असुविधा भोगुथिले स्थानीय लोके और पर्यटक, जहाको नहीं समस्तक मध्य असंतोष प्रकाश पाइथिला। यात्रीक यातायात रे सुविधा पाई एभली पदक्षेप निया जायछि बोली पुरी पौरपालिकार कार्यनिर्वाही अधिकारी सूचना दैछन्ति।